ଏବେ ପୃଥିବୀକୁ ଫେରିବେନି ସୁନିତା। ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ମହାକାଶରେ ଫସିଥିବା ସୁନିତା 2024ରେ ମହାକାଶ ଦୁନିଆରୁ ଆସିବାର ସମ୍ଭାବନା ନାହିଁ। 2025 ମାନେ ଆସନ୍ତା ବର୍ଷ ସେ ପୃଥିବୀକୁ ଫେରି ପାରନ୍ତି ବୋଲି ନାସା ସୂତ୍ରରୁ ଖବର ମିଳୁଛି। ମାସେ ନୁହଁ କି 2 ମାସ ନୁହଁ, ଏପରିକି 6 ମାସ ନୁହଁ, ପୁରା 1 ବର୍ଷ ପର୍ଯ୍ୟନ୍ତ ମହାକାଶରେ ଫସି ପାରନ୍ତି ସୁନିତା। ସୁନିତା ଏବଂ ତାଙ୍କ ସାଥୀ ମହାକାଶଚାରୀମାନେ କେମିତି ଭଲରେ ଫେରିବେ ସେ ନେଇ ନାସା ଜୋରଦାର ପ୍ରୟାସ କରୁଛି। ପ୍ରାପ୍ତ ସୂଚନା ଅନୁସାରେ ଫେବୃଆରୀ ମାସ 2025 ମସିହା ସୁଦ୍ଧା ମହାକାଶରୁ ସୁନିତାଙ୍କୁ ଫେରାଇ ଅଣାଯାଇ ପାରିବ। ପ୍ରାପ୍ତ ସୂଚନା ଅନୁସାରେ ଯଦି ନାସା ଷ୍ଟାର ଲାଇନରର ବ୍ୟବହାର ପରିବର୍ତ୍ତେ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସର ସାହାଯ୍ୟ ନିଅନ୍ତି, ତେବେ ସୁନିତା ଏବଂ ତାଙ୍କ ସାଥୀ ଉଭୟଙ୍କ ପ୍ରତ୍ୟାବର୍ତ୍ତନ ଏକ ପ୍ରକାର ସୁନିଶ୍ଚିତ ଅଟେ। ନାସାର ପ୍ରଥମ ବିକଳ୍ପ ହେଉଛି ସୁନିତା ଏବଂ ତାଙ୍କ ସାଥୀ ବୁଜ୍ଙ୍କୁ ଷ୍ଟାର ଲାଇନର ସହାୟତାରେ ଫେରାଇ ଆଣିବା। କିନ୍ତୁ ଯଦି ଏହା ସମ୍ଭବପର ନ ହୁଏ, ତେବେ ନାସା ସ୍ପେସ୍ ଏକ୍ସ ସହ ମିଶି ଉଭୟଙ୍କୁ ନିଶ୍ଚିତ ଭାବେ ଫେରାଇ ଆଣିବ। ଜୁନ୍ 5ରୁ ଷ୍ଟାର ଲାଇନରର ସହାୟତାରେ 13 ଦିନିଆ ମହାକାଶ ଅଭିଯାନରେ ଯାଇଥିଲେ ସୁନିତା ଏବଂ ତାଙ୍କ ସାଥୀ ବୁଜ୍। କିନ୍ତୁ ଷ୍ଟାର ଲାଇନରରେ ଟେକ୍ନିକାଲ ସମସ୍ୟା ଦେଖାଇବାରୁ ତାଙ୍କୁ ମହାକାଶରେ 2 ମାସ ପର୍ଯ୍ୟନ୍ତ ରହିବାକୁ ପଡ଼ିଥିଲା। ତେବେ ଅଗଷ୍ଟ 6 ତାରିଖ ଦିନ ସୁନିତା ମହାକାଶରୁ ସ୍ପେସ୍ ଏକ୍ସର ଏକ ବିମାନ ସାହାଯ୍ୟରେ ପୃଥିବୀକୁ ଫେରିବେ ବୋଲି ସୂଚନା ମିଳିଥିଲା। କିନ୍ତୁ ବର୍ତ୍ତମାନ ଏ ନିଷ୍ପତ୍ତି ବଦଳି ଯାଇଛି। ସୁନିତା ଏବଂ ତାଙ୍କ ସାଥୀ ମହାକାଶଚାରୀଙ୍କ ପାଇଁ ବର୍ତ୍ତମାନ ମହାକାଶରୁ ଫେରିବା ସମ୍ଭବପର ନୁହଁ, ଯାହା ନାସା ପାଇଁ ଚିନ୍ତାର ବିଷୟ ଅଟେ। ତେବେ ତାଙ୍କର ଏହି ବର୍ଦ୍ଧିତ ରହଣି ପାଇଁ ସବୁ ପ୍ରକାର ଉତ୍ତମ ବନ୍ଦୋବସ୍ତ କରାଯାଇଅଛି। ସେମାନେ ଏହି ଦିନଗୁଡ଼ିକରେ ହାଲକା ଫୁଲକା କାର୍ଯ୍ୟକଳାପରେ ନିୟୋଜିତ ଅଛନ୍ତି। ବିଶେଷ କରି ବ୍ୟାୟାମ କରିବା, ନିଜ ବ୍ୟକ୍ତିଗତ କାମ କରିବା ଓ ଜନସମ୍ପର୍କ ଆଦି କାର୍ଯ୍ୟ ମହାକାଶରେ ଥାଇ ଜାରି ରଖିଛନ୍ତି। ସବୁଠୁ ବଡ଼ କଥା ହେଲା, ଏହି 2 ଜଣ ମହାକାଶଚାରୀ ଫୋନରେ ତାଙ୍କ ପରିବାର ବର୍ଗଙ୍କ ସହ କଥା ବି ହେଉଛନ୍ତି। ତା ସହିତ ମନୋରଞ୍ଜନ ଏବଂ ମହାକାଶର ପୃଥିବୀ ଦୃଶ୍ୟକୁ ମନ ଭରି ଉପଭୋଗ କରୁଛନ୍ତି। ଉଭୟ ମହାକାଶଚାରୀଙ୍କ ମହାକାଶରେ ଯଥେଷ୍ଟ ଅଭିଜ୍ଞତା ରହିଅଛି। ତେବେ 2 ବନ୍ଧୁ ଉଭୟ ଯେମିତି ଭଲରେ ପୃଥିବୀ ପୃଷ୍ଠକୁ ଫେରି ଆସନ୍ତି, ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଆମର ଏତିକି କାମନା। ଧନ୍ୟବାଦ।